ଟିକେ କଳ୍ପନା କରନ୍ତୁ ତ ମଧ୍ୟପ୍ରାଚ୍ୟର ଗୋଟିଏ ସମୁଦ୍ର ରାସ୍ତା ହଠାତ୍ ବନ୍ଦ ହୋଇଯାଉଛି ଆଉ ତାରି ପ୍ରଭାବରେ ହୁଏତ ଆମ ସହରରେ ପେଟ୍ରୋଲ ଦର ବଢ଼ିଯାଉଛି କିମ୍ବା ଆକାଶରେ ଉଡ଼ୁଥିବା ଗୋଟିଏ ବିମାନ କମ୍ପାନୀ ଦିବାଳିଆ ହେବାକୁ ବସୁଛି। ହଁ, ଶୁଣିବାକୁ ଏଇଟା ଗୋଟେ ସିନେମାର କାହାଣୀ ଭଳି ଲାଗୁଛି, କିନ୍ତୁ ଏହା ହିଁ ବାସ୍ତବତା। ଏକ୍ଜାକ୍ଟଲି। ଆଜିର ତାରିଖ ହେଉଛି 15 ଏପ୍ରିଲ 2026 ଆଉ ଆଜିର ଏହି ଗଭୀର ଅନୁଧ୍ୟାନ ଆଲୋଚନାରେ ଆମେ ଖବରକାଗଜର ଅଲଗା ଅଲଗା ପୃଷ୍ଠାରେ ଥିବା ଖବରଗୁଡ଼ିକୁ ଯୋଡ଼ି ଗୋଟେ ସମ୍ପୂର୍ଣ୍ଣ ଚିତ୍ର ପ୍ରସ୍ତୁତ କରିବାକୁ ଯାଉଛୁ। ଆଚ୍ଛା, ତାହେଲେ ଆଜି ଆମ ପାଖରେ କେଉଁ ସବୁ ଖବର ଅଛି? ଦେଖନ୍ତୁ, ଆଜି ଆମେ ଦେଖିବା କିପରି ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଆଉ ଗୋଟେ ନୂଆ ଅସ୍ତ୍ରବିରତି ବିଶ୍ୱ ଅର୍ଥନୀତିକୁ ଧରାଉଛି। ତା ସହ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏଲ୍ ନିନୋ କିପରି ଭାରତରେ ମୌସୁମୀ ଆଉ ଖାଦ୍ୟ ଦରକୁ ପ୍ରଭାବିତ କରିବ ତାହା ମଧ୍ୟ ବୁଝିବା। ମାନେ ଭୂ ରାଜନୀତି ସାଙ୍ଗକୁ ପାଣିପାଗର ଟେନସନ୍ ଆଉ ରାଜନୀତି କ୍ଷେତ୍ରରେ କିଛି ନୂଆ ଅଛି କି? ହଁ, ନିଶ୍ଚୟ। ଆମେ ଆଲୋଚନା କରିବା ଭାରତୀୟ ରାଜନୀତିର ସବୁଠାରୁ ବଡ଼ ପରିବର୍ତ୍ତନ ବିଷୟରେ, ଯେଉଁଥିରେ ଲୋକସଭା ଆସନ ସଂଖ୍ୟା 850କୁ ବୃଦ୍ଧି କରୁଥିବା ଆଗାମୀ ସୀମା ନିର୍ଦ୍ଧାରଣ ବିଲ୍ ଆସୁଛି। ଆଉ ଶେଷରେ ଆମ ରାଜ୍ୟ ଓଡ଼ିଶାରେ ସଂରକ୍ଷଣ ନୀତିର ସମ୍ପ୍ରସାରଣ ଏବଂ ବକ୍ସାଇଟ୍ ଖଣିକୁ ନେଇ ଆଦିବାସୀ ଓ ପୋଲିସ ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷର ମୂଳ କାରଣ ବି ଖୋଜିବା। ଆରେ ବାସ୍, ଏତେ ସବୁ ପ୍ରସଙ୍ଗ, କିନ୍ତୁ ଏହି ସବୁ ଘଟଣା ଦେଖିବାକୁ ଭିନ୍ନ ଲାଗୁଥିଲେ ମଧ୍ୟ ସେଗୁଡ଼ିକ ଭିତରେ ଗୋଟେ ସମ୍ପର୍କ ଅଛି, ଜାଣିଛନ୍ତି ତ? ଏକଦମ ଠିକ୍ କହିଲେ। ଏହି ସବୁ ଖବର ଗୋଟିଏ ମୁଖ୍ୟ ପ୍ରସଙ୍ଗ ସହ ଜଡ଼ିତ, ସୀମିତ ସମ୍ପଦ ଏବଂ କ୍ଷମତା ଉପରେ ନିୟନ୍ତ୍ରଣ। ତେବେ ଆସନ୍ତୁ ସେହି ଚେନ୍ ରିଆକ୍ସନର ପ୍ରଥମ ଲିଙ୍କରୁ ଆଲୋଚନା ଆରମ୍ଭ କରିବା, ହର୍ମୁଜ ପ୍ରଣାଳୀ। ହଁ, ଷ୍ଟ୍ରେଟ୍ ଅଫ୍ ହର୍ମୁଜ। ଏଇଟା ବିଶ୍ୱ ଅର୍ଥନୀତି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବୋଧହୁଏ ଅନେକେ ଅନୁମାନ କରିପାରୁନଥିବେ। ମୋତେ ତ ଲାଗେ ଏହା ବିଶ୍ୱ ତୈଳ ବାଣିଜ୍ୟର ମେନ୍ ହାଇୱେ ଭଳି। ମାନେ ଯେତେବେଳେ ହାଇୱେ ବନ୍ଦ ହୁଏ, ଟ୍ରାଫିକ୍ ଜାମ୍ ସହିତ ଜିନିଷପତ୍ରର ଦାମ ଆପେ ଆପେ ବଢ଼ିଯାଏ ନା। ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଶୁଣିବାକୁ ମିଳୁଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 2 ସପ୍ତାହ ପାଇଁ ଏକ ସିଜ୍‌ଫାୟାର ବା ଅସ୍ତ୍ରବିରତି ଘୋଷଣା କରିଛନ୍ତି। ବୁଝିଲେ ତ, ହର୍ମୁଜ ପ୍ରଣାଳୀ ହେଉଛି ଓମାନ ଏବଂ ଇରାନ ମଧ୍ୟରେ ଥିବା ଏକ ଅତି ସଂକୀର୍ଣ୍ଣ ଜଳପଥ। ସାରା ବିଶ୍ୱର ପ୍ରାୟ 1/5 ଅଶୋଧିତ ତୈଳ ଏହି ବାଟ ଦେଇ ଯାତାୟାତ କରେ। ବାପରେ, 1/5, ମାନେ 20% ତେଲ କେବଳ ଗୋଟିଏ ସଂକୀର୍ଣ୍ଣ ରାସ୍ତା ଦେଇ ଯାଉଛି। ହଁ, ଆଉ ସେଥିପାଇଁ ଏହି ରାସ୍ତାଟା ଏତେ ସମ୍ବେଦନଶୀଳ। ବର୍ତ୍ତମାନ ଟ୍ରମ୍ପ ଯେଉଁ 2 ସପ୍ତାହର ଅସ୍ତ୍ରବିରତି ଘୋଷଣା କରିଛନ୍ତି ନା, ଇସ୍ରାଏଲ ତାହାକୁ ସମର୍ଥନ ଜଣାଇଛି, କିନ୍ତୁ ଲେବାନନର ହିଜବୁଲ୍ଲା ଗୋଷ୍ଠୀ ଏହାକୁ ମାନି ନାହାନ୍ତି। ଆଉ ଗୋଟେ ଆଶ୍ଚର୍ଯ୍ୟଜନକ କଥା ଅଛି ଏଠି। କ'ଣ ସେଇଟା? ଏହି ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥତା କିଏ କରୁଛି ଜାଣନ୍ତି? ପାକିସ୍ତାନ। ଏବଂ ତାହା ପଛରେ ଚୀନର ସିଧାସଳଖ ସମର୍ଥନ ରହିଛି। ଟିକେ ରୁହନ୍ତୁ। ପାକିସ୍ତାନ ଏବଂ ଚୀନ ମିଶି ମଧ୍ୟପ୍ରାଚ୍ୟର ଶାନ୍ତି ପ୍ରକ୍ରିୟାରେ ମଧ୍ୟସ୍ଥତା କରୁଛନ୍ତି। ଏହା ତ ପୁରା ଭୂ ରାଜନୈତିକ ସମୀକରଣ ବଦଳିଯିବା ଭଳି କଥା ହେଲା। ଆମେରିକା ଚୁପ୍ ଅଛି। ଆଦୌ ନୁହେଁ। ଆମେରିକା ତୀବ୍ର ପ୍ରତିକ୍ରିୟା ରଖିଛି। ଟ୍ରମ୍ପ ଖୋଲାଖୋଲି ଧମକ ଦେଇଛନ୍ତି ଯେ ଯଦି ଚୀନ ଇରାନକୁ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ଯୋଗାଏ, ତେବେ ଆମେରିକା ଚୀନ ଉପରେ ସିଧା 50% ଟ୍ୟାରିଫ୍ ଲଗାଇଦେବ। ମାନେ ଅର୍ଥନୈତିକ ଯୁଦ୍ଧ ଆରମ୍ଭ ହୋଇଯିବ। କିନ୍ତୁ ଇରାନ ଭିତରେ ବର୍ତ୍ତମାନ ସ୍ଥିତି କେମିତି ଅଛି? ଇରାନ ଭିତର ସ୍ଥିତି ବହୁତ ଖରାପ। ବାହାରେ ଯୁଦ୍ଧର ବାତାବରଣ ଥିବାବେଳେ ଇରାନ ସରକାର ନିଜ ଦେଶରେ ଲୋକଙ୍କ ଉପରେ କଠୋର ନିୟନ୍ତ୍ରଣ ଆଣୁଛନ୍ତି। ତଥ୍ୟ କହୁଛି ଯେ ଇରାନରେ ଫାଶୀ ଦଣ୍ଡାଦେଶ ପ୍ରାୟ 68% ବୃଦ୍ଧି ପାଇଛି। କେବଳ 2025 ମସିହାରେ ସେଠାରେ 1639 ଜଣଙ୍କୁ ଫାଶୀ ଦିଆଯାଇଛି। 1639 ଜଣ? ଏହା ଗୋଟେ ଭୟାନକ ସଂଖ୍ୟା। ବାହାରେ ବିଦେଶୀ ଶକ୍ତିଙ୍କ ସହ ସଂଘର୍ଷ ଏବଂ ଭିତରେ ନିଜ ନାଗରିକଙ୍କ ଉପରେ ଏତେ କଠୋରତା। କିନ୍ତୁ ଏସବୁର ସିଧାସଳଖ ପ୍ରଭାବ ଆମ ଅର୍ଥନୀତି ଉପରେ ପଡ଼ୁଛି। ମୁଁ ପଢ଼ୁଥିଲି ଯେ ହର୍ମୁଜ ପ୍ରଣାଳୀ ଅବରୋଧ ହେବା କାରଣରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା $100 ପାର କରିସାରିଲାଣି। ହଁ, ଆଉ ଏହାର ପ୍ରଭାବ ଭାରତ ଉପରେ ବି ପଡ଼ିବ। ଆମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ଏହାକୁ ନେଇ 5ଟି ମୁଖ୍ୟ ବିପଦ ବିଷୟରେ ଚେତାବନୀ ଦେଇଛନ୍ତି। କାରଣ ତୈଳ ଦର ବଢ଼ିବାର ଅର୍ଥ ହେଉଛି ଆମଦାନୀ ଖର୍ଚ୍ଚ ବଢ଼ିବା। ମାନେ ଯେଉଁ ଶିଳ୍ପଗୁଡ଼ିକ ତୈଳ ଉପରେ ସିଧାସଳଖ ନିର୍ଭରଶୀଳ, ସେମାନେ ସବୁଠୁ ଅଧିକ କ୍ଷତି ସହିବେ। ଏକଦମ ଠିକ୍। ଉଦାହରଣ ସ୍ୱରୂପ ଦେଖନ୍ତୁ, ବେସାମରିକ ବିମାନ ଚଳାଚଳ ବା ଏୟାରଲାଇନ୍ସ ଶିଳ୍ପ। ଏହି କ୍ଷେତ୍ରକୁ ବୁଡ଼ିବାରୁ ବଞ୍ଚାଇବା ପାଇଁ ସରକାର 5 ବର୍ଷିଆ 5,000 କୋଟି ଟଙ୍କାର ଏମର୍ଜେନ୍ସି କ୍ରେଡିଟ୍ ଲାଇନ୍ ଘୋଷଣା କରିବାର ସମ୍ଭାବନା ଅଛି। ସତରେ 5,000 କୋଟିର ଜରୁରୀକାଳୀନ ଋଣ,
ଏଇଟା ତ ବହୁତ ବଡ଼ ଅଙ୍କ। କେବଳ ଭାରତ ନୁହେଁ, ମାନେ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟ ଏଥିପାଇଁ ବହୁତ ବ୍ୟସ୍ତ। ଫ୍ରାନ୍ସ ଓ ବ୍ରିଟେନ୍ ଭଳି ଦେଶ ଏହି ପ୍ରଣାଳୀକୁ ସୁରକ୍ଷିତ ରଖିବାକୁ ଏକାଠି ହୋଇ ସାମରିକ ପଦକ୍ଷେପ ନେଉଛନ୍ତି। ତାଙ୍କ ଅର୍ଥନୀତି ମଧ୍ୟ ଏହି ଗୋଟିଏ ଜଳପଥ ଉପରେ ନିର୍ଭରଶୀଳ ନା? ଆଚ୍ଛା, କିନ୍ତୁ ଏଠି ମୋର ଗୋଟେ ବଡ଼ ପ୍ରଶ୍ନ ଅଛି। ଟିକେ ବିଶ୍ଳେଷଣ କରିବା ଆସନ୍ତୁ। ଯଦି ତୈଳ ଦର $100 ପାର କରୁଛି, ଆର୍ବିଆଇ ଚେତାବନୀ ଦେଉଛି, ଆଉ ଏୟାରଲାଇନ୍ସକୁ ବଞ୍ଚାଇବା ପାଇଁ ଏମର୍ଜେନ୍ସି ଫଣ୍ଡ ଦରକାର ପଡ଼ୁଛି, ତେବେ ଅନ୍ୟ ଏକ ରିପୋର୍ଟରେ ଆଇଏମ୍ଏଫ୍ ବା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଭାରତର ଆର୍ଥିକ ଅଭିବୃଦ୍ଧି ହାରକୁ ଆହୁରି ଅଧିକ କାହିଁକି ଆକଳନ କରୁଛି? ମୋତେ ତ ଏହା ପୂରାପୂରି ବିରୋଧାଭାସ ଭଳି ଲାଗୁଛି। ଆପଣ ବହୁତ ଠିକ୍ ପଏଣ୍ଟ ଉଠାଇଲେ। ଉପରକୁ ଦେଖିଲେ ଏହା ବିରୋଧାଭାସ ଲାଗେ, କିନ୍ତୁ ଅର୍ଥନୀତିର ଭିତର ଚିତ୍ରଟା ପୂରା ଅଲଗା। ଆଇଏମ୍ଏଫ୍ ଭାରତର ଅଭିବୃଦ୍ଧି ହାରକୁ ଅଧିକ ଦେଖିବାର କାରଣ ହେଉଛି ଆମର ଘରୋଇ ଚାହିଦା ଏବଂ ନିବେଶର ଦୃଢ଼ତା। ମାନେ ବାହାରେ ଯେତେ ଝଡ଼ବାତ୍ୟା ଥିଲେ ମଧ୍ୟ ଭାରତ ଭିତରେ ଲୋକେ ଖର୍ଚ୍ଚ କରୁଛନ୍ତି ଆଉ ବ୍ୟବସାୟ କରୁଛନ୍ତି। ହଁ, ଗୋଟିଏ ତଥ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। 2025-26 ଆର୍ଥିକ ବର୍ଷରେ ଭାରତରେ ନୂଆ କମ୍ପାନୀଗୁଡ଼ିକର ପଞ୍ଜୀକରଣ 36.7% ବୃଦ୍ଧି ପାଇ 2.47 ଲକ୍ଷରେ ପହଞ୍ଚିଛି। ଓହୋ, ପ୍ରାୟ 2.5 ଲକ୍ଷ ନୂଆ କମ୍ପାନୀ। ଆଜ୍ଞା, ହଁ, ଗତ ଏକ ଦଶନ୍ଧି ମଧ୍ୟରେ ଏହା ହେଉଛି ସର୍ବାଧିକ। ଏହାର ଅର୍ଥ ହେଉଛି ଲୋକେ ବ୍ୟବସାୟରେ ପୁଞ୍ଜି ଲଗାଉଛନ୍ତି ଏବଂ ଏହି ଭୂ ରାଜନୈତିକ ସଙ୍କଟରୁ ଭାରତକୁ ଏକ ବଡ଼ ଶିକ୍ଷା ମିଳୁଛି ଯେ ଆମକୁ କେବଳ ଗୋଟିଏ ଅଞ୍ଚଳ ଉପରେ ଆମଦାନୀ ପାଇଁ ନିର୍ଭର ନ କରି ନିଜ ବଜାରକୁ ବିବିଧ ବା ଡାଇଭର୍ସିଫାଇ କରିବାକୁ ପଡ଼ିବ। ତେଣୁ ବାହାରର ସଙ୍କଟ ଆମକୁ ଆମର ଆଭ୍ୟନ୍ତରୀଣ ଢାଞ୍ଚାକୁ ମଜବୁତ କରିବାକୁ ବାଧ୍ୟ କରୁଛି। କିନ୍ତୁ ଯେତେବେଳେ ଆଭ୍ୟନ୍ତରୀଣ ସ୍ଥିତି କଥା ଉଠୁଛି ନା, କେବଳ ଅର୍ଥନୀତି ନୁହେଁ, ଆମକୁ ପ୍ରକୃତିର ସଙ୍କଟ ମଧ୍ୟ ସାମ୍ନା କରିବାକୁ ପଡ଼ୁଛି। ଆପଣ ପାଣିପାଗ କଥା କହୁଛନ୍ତି ବୋଧେ? ହଁ, ଗୋଟିଏ ପଟେ ହର୍ମୁଜ ପ୍ରଣାଳୀରେ ନିଆଁ ଲାଗିଛି, ଅନ୍ୟପଟେ ବିଶ୍ୱ ପାଣିପାଗ ସଂଗଠନ ବା WMO କହୁଛି ଯେ 2025ରେ ପୃଥିବୀର ମହାସାଗରଗୁଡ଼ିକ ସର୍ବକାଳୀନ ଉଚ୍ଚ ତାପମାତ୍ରାରେ ପହଞ୍ଚିଛି। ମହାସାଗର ଗରମ ହେବାର ସିଧା ପ୍ରଭାବ ତ ଆମ ମୌସୁମୀ ଉପରେ ପଡ଼ିବ। ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏହି ଅତ୍ୟଧିକ ଉତ୍ତାପକୁ ହିଁ ଆମେ ଏଲ୍ ନିନୋ ପ୍ରଭାବ କହୁ। ଯଦି ଆମେ ଏହାକୁ ସରଳ ଭାଷାରେ କହିବା, ତେବେ ମହାସାଗରର ପାଣି ଗରମ ହେଲେ ପବନର ଦିଗ ବଦଳିଯାଏ। ମାନେ ଆମ ଆଡ଼କୁ ଆସୁଥିବା ବର୍ଷା ପବନ ଦୁର୍ବଳ ହୋଇଯାଏ। ଏକଦମ। ଆଉ ଏହାରି କାରଣରୁ ଭାରତୀୟ ପାଣିପାଗ ବିଭାଗ ବା IMD ପୂର୍ବାନୁମାନ କରିଛି ଯେ ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। ହଁ, ମୁଁ ରିପୋର୍ଟରେ ପଢ଼ୁଥିଲି ଯେ ଏହା LPAର 92% ହେବ, ଯାହାକି ପାଖାପାଖି 87 ସେଣ୍ଟିମିଟର। ଦର୍ଶକଙ୍କ ସୁବିଧା ପାଇଁ ପ୍ରଥମେ ଆମେ ଏହି LPAଟା କ'ଣ ଟିକେ ସ୍ପଷ୍ଟ କରିଦେବା। ନିଶ୍ଚୟ। LPAର ପୂରା ନାମ ହେଉଛି ଲଙ୍ଗ୍ ପିରିୟଡ୍ ଆଭରେଜ୍, ଅର୍ଥାତ୍ ଗତ 50 ବର୍ଷ ଧରି ହାରାହାରି ଯେତିକି ବର୍ଷା ହୋଇଛି ତାହାର ଏକ ମାପଦଣ୍ଡ। 92% ମାନେ ହେଲା ଆମକୁ ସେଇ ହାରାହାରି ତୁଳନାରେ 8% କମ୍ ବର୍ଷା ମିଳିବ। 8% କମ୍, ମାନେ ଏଇଟା ତ ବହୁତ ବଡ଼ ଚିନ୍ତାର ବିଷୟ। ହଁ, 2018 ମସିହା ପରେ ଏହା ହେଉଛି ସବୁଠାରୁ କମ୍ ବର୍ଷାର ଆକଳନ। ସେତେବେଳେ ବର୍ଷା 91% ଥିଲା। ଆଉ ଓଡ଼ିଶା ପ୍ରସଙ୍ଗରେ କହିଲେ, ପାଣିପାଗ ବିଶେଷଜ୍ଞମାନେ ସତର୍କ କରିଛନ୍ତି ଯେ ମେ ମାସ ମଧ୍ୟଭାଗ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଲାଗି ରହିବ। ତାପରେ ଯାଇ ମୌସୁମୀର ସ୍ଥିତି ଜଣାପଡ଼ିବ। କିନ୍ତୁ ଆସନ୍ତୁ ଏଇ କମ୍ ବର୍ଷା କଥାକୁ ଟିକେ ଗଭୀର ଭାବେ ବୁଝିବା। ଯେତେବେଳେ କମ୍ ମୌସୁମୀର ପୂର୍ବାନୁମାନ ହୁଏ, ସାଧାରଣତଃ ଆମେ ଭାବୁ ଯେ ଚାଷ ଉଜୁଡ଼ିଯିବ ଏବଂ ବଜାରରେ ପରିବା ଓ ଖାଦ୍ୟଶସ୍ୟ ଦର ଆକାଶଛୁଆଁ ହୋଇଯିବ। ସମସ୍ତେ ସେଇଆ ଭାବନ୍ତି। ହଁ ନା, କିନ୍ତୁ ଆପଣ ଯେଉଁ 2018-19ର ଉଦାହରଣ ଦେଲେ, ସେହି ବର୍ଷ 91% ବର୍ଷା ହୋଇଥିଲେ ମଧ୍ୟ ଭାରତରେ ଖୁଚୁରା ଖାଦ୍ୟ ମୁଦ୍ରାସ୍ଫୀତି ଖସି ଆସି ମାତ୍ର 0.1%ରେ ପହଞ୍ଚିଥିଲା। ମୋର ପ୍ରଶ୍ନ ହେଉଛି, ଯଦି ବର୍ଷା କମ୍ ହେଲା, ତେବେ ଜିନିଷ ଦର କମିଲା କିପରି? ଏହା ହିଁ ତ ଅସଲ କଥା। ଦେଖନ୍ତୁ, ଆମେ ପ୍ରାୟତଃ ଭାବୁ ଯେ କୃଷି କେବଳ ଆକାଶରୁ ପଡ଼ୁଥିବା ପାଣି ଉପରେ ନିର୍ଭରଶୀଳ। କିନ୍ତୁ ଗତ କିଛି ବର୍ଷ ଭିତରେ ଭାରତର କୃଷି ଭିତ୍ତିଭୂମି ବହୁତ ବଦଳିଛି। ମାନେ ଜଳସେଚନ ବ୍ୟବସ୍ଥା ଭଲ ହୋଇଛି। ଏକଦମ। ଆଜି ଦେଶର ପ୍ରାୟ 55% ଚାଷ ଜମି ଭୂତଳ ଜଳ ଏବଂ କେନାଲ ଜଳସେଚନ ଉପରେ ନିର୍ଭର କରୁଛି। ଦ୍ୱିତୀୟତଃ, ଆମ ପାଖରେ ଥିବା ବଫର ଷ୍ଟକ୍ ବା ସରକାରୀ ଖାଦ୍ୟଶସ୍ୟ ଗଚ୍ଛିତ ବ୍ୟବସ୍ଥା ବଜାରକୁ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରେ। କମ୍ ବର୍ଷା ହେଲେ ମଧ୍ୟ ସରକାର ଗଚ୍ଛିତ ଖାଦ୍ୟକୁ ବଜାରକୁ ଛାଡ଼ି ଦରଦାମ ନିୟନ୍ତ୍ରଣ କରନ୍ତି।
ଆଚ୍ଛା, ଅର୍ଥାତ୍ ସମସ୍ୟାଟି ଖାଦ୍ୟ ଅଭାବର ନୁହେଁ, ବରଂ ତାହାର ସଠିକ୍ ପରିଚାଳନାର। ଆମେ ଯଦି ଠିକ୍ ଭାବରେ ମ୍ୟାନେଜ୍ କରିବା, ତାହେଲେ ଦର ବଢ଼ିବ ନାହିଁ। ଠିକ୍ ଧରିଲେ ଆପଣ। ଧାନ, ତୁଳା କିମ୍ବା ଡାଲି ଜାତୀୟ ଶସ୍ୟର ସଠିକ୍ ପରିଚାଳନା ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏଥର ଚାଷୀମାନଙ୍କ ପାଇଁ ଆଉ ଏକ ଅଦୃଶ୍ୟ ସମସ୍ୟା ଅଛି, ଯାହା ପୁଣି ସେଇ ହର୍ମୁଜ ପ୍ରଣାଳୀ ଓ ଯୁଦ୍ଧ ସହ ଯୋଡ଼ି ହୋଇଛି। ଯୁଦ୍ଧ ସହ ଚାଷର କି ସମ୍ପର୍କ? ଆପଣ ସାର ବା ଫର୍ଟିଲାଇଜର ଦର କଥା କହୁଛନ୍ତି କି? ହଁ ହଁ, ଯୁଦ୍ଧ ଏବଂ ତୈଳ ଦର ବୃଦ୍ଧି କାରଣରୁ ବିଶ୍ୱସ୍ତରରେ ସାର ପ୍ରସ୍ତୁତିର କଞ୍ଚାମାଲ ବହୁତ ମହଙ୍ଗା ହୋଇଛି। ଯଦିଓ ଚାଷୀ ପାଖରେ ଜଳସେଚନ ବ୍ୟବସ୍ଥା ଥାଇପାରେ, କିନ୍ତୁ ସାର ଓ ପେଟ୍ରୋଲର ଦାମ ବଢ଼ିଲେ ଚାଷର ଖର୍ଚ୍ଚ ବହୁତ ବଢ଼ିଯିବ। ସତ କଥା। ଟ୍ରାକ୍ଟରରେ ପେଟ୍ରୋଲ ପକାଇବାଠାରୁ ଆରମ୍ଭ କରି ବିଲରେ ସାର ପକାଇବା ପର୍ଯ୍ୟନ୍ତ ସବୁଠିରେ ଖର୍ଚ୍ଚ ବଢ଼ିବ। ଆଉ ଦୀର୍ଘମିଆଦୀ ଯୋଜନା ନ କଲେ ଏହି ଆର୍ଥିକ ବୋଝ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେବ। କମ୍ ବର୍ଷା ତୁଳନାରେ ଏହି ମହଙ୍ଗା ଚାଷ ଉପକରଣ ଏବେ ବଡ଼ ସଙ୍କଟ ହୋଇ ଠିଆ ହୋଇଛି। ଏହାକୁ ରୋକିବା ପାଇଁ ସରକାରଙ୍କୁ ଇ-କେୱାଇସି ଏବଂ ସବସିଡିର ସଠିକ୍ ବିତରଣ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ବୁଝିଲେ? ମାନେ ସମସ୍ୟାଟି ଯେତିକି ପରିବେଶ ସହିତ ଜଡ଼ିତ, ସେତିକି ବିଶ୍ୱ ବଜାର ସହିତ ମଧ୍ୟ ଜଡ଼ିତ। ବର୍ତ୍ତମାନ ଆସନ୍ତୁ ସମ୍ପଦ ପରିଚାଳନାରୁ ଟିକେ ରାଜନୈତିକ କ୍ଷମତା ପରିଚାଳନା ଆଡ଼କୁ ଯିବା। ଆଚ୍ଛା, ଆମ ଦେଶର ରାଜନୀତି କଥା। ହଁ, ଭାରତରେ ଏବେ ଏକ ବହୁତ ବଡ଼ ରାଜନୈତିକ ପରିବର୍ତ୍ତନର ପ୍ରସ୍ତୁତି ଚାଲିଛି। ସୀମା ନିର୍ଦ୍ଧାରଣ ବିଲ୍ ବା ଡିଲିମିଟେସନ ବିଲ୍। ଆମେ ସମସ୍ତେ ଜାଣୁ ଯେ ଭାରତର ଜନସଂଖ୍ୟା ଦ୍ରୁତଗତିରେ ବଢ଼ୁଛି, ଆଉ ସେହି ଅନୁପାତରେ ସଂସଦରେ ପ୍ରତିନିଧିତ୍ୱ ଦେବା ପାଇଁ ସରକାର ଲୋକସଭା ଆସନ ସଂଖ୍ୟା ବଢ଼ାଇବାକୁ ଯାଉଛନ୍ତି। ଏହା କେତେ ବଢ଼ିବାର ସମ୍ଭାବନା ଅଛି? ବର୍ତ୍ତମାନ ଆମର ଲୋକସଭାରେ 543ଟି ଆସନ ଅଛି ନା? ପ୍ରସ୍ତାବିତ ବିଲ୍ ଅନୁଯାୟୀ ଏହା ସିଧା 850କୁ ବୃଦ୍ଧି ପାଇବ। ବାପରେ, 850 ଆସନ? ଏଟା ତ ପୁରା ସଂସଦର ଚିତ୍ର ବଦଳାଇ ଦେବ। ହଁ ତ, ଏଥିରୁ 815 ଆସନ କେବଳ ରାଜ୍ୟଗୁଡ଼ିକ ପାଇଁ ଏବଂ ବାକି 35ଟି ଆସନ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସଂରକ୍ଷିତ ରହିବ। 2029 ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରକ୍ରିୟା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆଉ ମହିଳା ସଂରକ୍ଷଣ କଥା କ'ଣ ହବ? ଆଉ ଏହା ସହିତ ସଂସଦରେ 33% ମହିଳା ସଂରକ୍ଷଣ ମଧ୍ୟ ପୂର୍ଣ୍ଣ ମାତ୍ରାରେ ଲାଗୁ ହୋଇଯିବ। ଓଡ଼ିଶା କଥା ବିଚାରକୁ ନେଲେ ଆମର ଆସନ ସଂଖ୍ୟା 21ରୁ ବଢ଼ି 28ରୁ 32 ମଧ୍ୟରେ କେଉଁଠି ଗୋଟିଏ ରହିବ ବୋଲି ଆକଳନ କରାଯାଉଛି। ଆଚ୍ଛା, ଏତେ ବର୍ଷ ପରେ ପରିବର୍ତ୍ତନ କାହିଁକି ହେଉଛି? ଏହି ପରିବର୍ତ୍ତନ ପଛର ମୁଖ୍ୟ କାରଣ ହେଉଛି 1971 ମସିହା ପରଠାରୁ ଆମ ଦେଶରେ ସହରୀକରଣ ବହୁତ ବଢ଼ିଯାଇଛି ଏବଂ ଜନସଂଖ୍ୟାର ପ୍ରୋଫାଇଲ୍ ସମ୍ପୂର୍ଣ୍ଣ ବଦଳି ଯାଇଛି। ସାମ୍ବିଧାନିକ ଦୃଷ୍ଟିରୁ ଏହି ସୀମା ନିର୍ଦ୍ଧାରଣ ଏବେ ଏକ ନିହାତି ଆବଶ୍ୟକତା ହୋଇପଡ଼ିଛି। କିନ୍ତୁ ଏଠାରେ ଗୋଟିଏ ବିରାଟ ଅସନ୍ତୋଷ ସୃଷ୍ଟି ହେଉଛି ବୋଲି ମୁଁ ଶୁଣିବାକୁ ପାଉଛି। ଯଦି ଆମେ ଗୋଟିଏ ଯୌଥ ପରିବାରର ଉଦାହରଣ ନେବା, ଧରନ୍ତୁ ପରିବାରରେ 2 ଭାଇ ଅଛନ୍ତି। ବଡ଼ ଭାଇ ଭବିଷ୍ୟତ କଥା ଚିନ୍ତା କରି ଖର୍ଚ୍ଚ କମାଇବା ପାଇଁ ପରିବାର ନିୟନ୍ତ୍ରଣ କଲେ ଏବଂ ତାଙ୍କର ମାତ୍ର 2ଟି ପିଲା। ସାନ ଭାଇ କିନ୍ତୁ ସେସବୁ ନ ମାନି 5ଟି ପିଲା ଜନ୍ମ କଲେ। ବର୍ତ୍ତମାନ ଯେତେବେଳେ ଘର ଭାଗବଣ୍ଟା ହେଉଛି, କୁହାଯାଉଛି ଯେ ଯାହାର ପିଲା ଅଧିକ ତାକୁ ଅଧିକ ବଡ଼ ବଖାରା ମିଳିବ। ହଁ ହଁ, ବଡ଼ ଭାଇଙ୍କୁ ନିଶ୍ଚୟ ଲାଗିବ ଯେ ଭଲ କାମ କରିବାଟା କ'ଣ ତାଙ୍କ ପାଇଁ ଶାସ୍ତି ହୋଇଗଲା? ଠିକ୍ ଏହି କଥା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକୁ କହୁଛନ୍ତି। ସେମାନେ ଜନସଂଖ୍ୟା ନିୟନ୍ତ୍ରଣ କରି ଦେଶର ଉନ୍ନତିରେ ସାହାଯ୍ୟ କଲେ, ଆଉ ବର୍ତ୍ତମାନ ଯେତେବେଳେ ଆସନ ବଣ୍ଟା ହେବ, ଉତ୍ତର ଭାରତକୁ ଅଧିକ ଆସନ ମିଳିବ କାରଣ ସେମାନଙ୍କର ଜନସଂଖ୍ୟା ଅଧିକ। ଏହା ତ ତାଙ୍କର ରାଜନୈତିକ ଶକ୍ତି ଛଡ଼ାଇ ନେବା ଭଳି କଥା ହେଲା ନାହିଁ କି? ଏହି ଯୌଥ ପରିବାରର ଉଦାହରଣଟି ପରିସ୍ଥିତିକୁ ଖୁବ୍ ସଠିକ୍ ଭାବେ ବୁଝାଉଛି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଏହି ଚିନ୍ତା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ। ଏହା ଭାରତୀୟ ଗଣତନ୍ତ୍ର ସାମ୍ନାରେ ଏକ ବହୁତ ବଡ଼ ଦ୍ୱନ୍ଦ୍ୱ ଛିଡ଼ା କରିଛି। କି ପ୍ରକାର ଦ୍ୱନ୍ଦ୍ୱ? ପ୍ରଶ୍ନଟି ହେଉଛି, ଏକ ଗଣତନ୍ତ୍ରରେ ଆମେ ଜଣେ ବ୍ୟକ୍ତିର ଗୋଟିଏ ଭୋଟ ନୀତିକୁ ସମ୍ମାନ ଦେବା, ନା ସଂଘୀୟ ବ୍ୟବସ୍ଥା ବା ଫେଡେରାଲିଜିମ୍ରେ ରାଜ୍ୟଗୁଡ଼ିକର ସମାନତାକୁ ବଜାୟ ରଖିବା? କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି ଯେ ଏହାକୁ କେବଳ ପରିସଂଖ୍ୟାନ ବା ମୁଣ୍ଡ ଗଣତିରେ ସୀମିତ ନ ରଖି ରାଜନୈତିକ ସମାନତା ଉପରେ ଆଧାରିତ କରାଯିବା ଉଚିତ। ସତରେ ଯେଉଁ ରାଜ୍ୟଗୁଡ଼ିକ ଅର୍ଥନୈତିକ ବିକାଶରେ ଆଗରେ ଅଛନ୍ତି, ସଂସଦରେ ସେମାନଙ୍କ ସ୍ୱର ଦବିଗଲେ ତାହା ଦେଶ ପାଇଁ ଶୁଭଙ୍କର ହେବ ନାହିଁ। ଆଉ ଏହାରି ଭିତରେ ଉତ୍ତର ଭାରତର ରାଜନୀତି ମଧ୍ୟ ବଦଳୁଛି ନା? ବିହାରରେ ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି ଏବଂ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ଏହା ସ୍ପଷ୍ଟ କରୁଛି ଯେ ଉତ୍ତର ଭାରତରେ ଜନସଂଖ୍ୟା ଏବଂ ରାଜନୈତିକ ଶକ୍ତିର ସମୀକରଣ ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଛି। ନିଶ୍ଚିତ ଭାବେ। ଆଉ ଏହି ପରିବର୍ତ୍ତନଗୁଡ଼ିକ ଓଡ଼ିଶା ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଆଣିଦେବ ବୋଲି ମୋର ବିଶ୍ୱାସ। ଯଦି ଆମର ଲୋକସଭା ଆସନ ବଢ଼ି 32ରେ ପହଞ୍ଚେ, ତେବେ କେନ୍ଦ୍ରୀୟ ନୀତି ନିର୍ଦ୍ଧାରଣରେ ଆମର ପ୍ରଭାବ ଆହୁରି ବୃଦ୍ଧି ପାଇବ। ଏକଦମ ଠିକ୍ କଥା। ଆମ ସ୍ୱର ଆହୁରି ବଡ଼ ହେବ। ଓଡ଼ିଶା କଥା ପଡ଼ିଲା ଯେତେବେଳେ, ଆସନ୍ତୁ ଆମ ରାଜ୍ୟର ଆଭ୍ୟନ୍ତରୀଣ ସ୍ଥିତି ଉପରେ ଟିକେ ନଜର ପକାଇବା। ଜାତୀୟ ସ୍ତରରେ ଯେପରି ସୀମା ଆଉ ଆସନ ବଢ଼ୁଛି, ଆମ ରାଜ୍ୟରେ ସଂରକ୍ଷଣର ସୀମା ମଧ୍ୟ ବଢ଼ୁଛି। ହଁ, କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ କହୁଛନ୍ତି। ହଁ, ଓଡ଼ିଶା କ୍ୟାବିନେଟ୍ ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇ SEBC ବା ସାମାଜିକ ଓ ଶୈକ୍ଷିକ ପଛୁଆ ବର୍ଗ ପାଇଁ 11.25% ସଂରକ୍ଷଣ ଅନୁମୋଦନ କରିଛନ୍ତି। ଆଉ ଡାକ୍ତରୀ ଓ ବୈଷୟିକ ଶିକ୍ଷାରେ ମଧ୍ୟ ପରିବର୍ତ୍ତନ ହୋଇଛି ନା? ହଁ, ସେଥିରେ SC ଏବଂ ST ବର୍ଗ ପାଇଁ ସଂରକ୍ଷଣ ହାର ବୃଦ୍ଧି କରିଛନ୍ତି ଓ OBC ସଂରକ୍ଷଣ ମଧ୍ୟ ଲାଗୁ କରିଛନ୍ତି। ସରକାର ଶିକ୍ଷା ଓ ନିଯୁକ୍ତିରେ ସମାନତା ଆଣିବାକୁ ଚେଷ୍ଟା କରୁଛନ୍ତି, ଏକଥା ସ୍ପଷ୍ଟ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଗୋଟିଏ ପଟେ ସରକାର ଅଧିକାର ଦେଉଛନ୍ତି, ଆଉ ଅନ୍ୟପଟେ ରାଜ୍ୟର ଅନ୍ୟ ଏକ ପ୍ରାନ୍ତରେ ଆଦିବାସୀମାନେ ନିଜ ଜଳ, ଜଙ୍ଗଲ ଏବଂ ଜମିର ଅଧିକାର ପାଇଁ ପୋଲିସ ସହ ରକ୍ତାକ୍ତ ସଂଘର୍ଷ କରୁଛନ୍ତି। ବକ୍ସାଇଟ୍ ଖଣିକୁ ନେଇ ଯେଉଁ ଖବର ଆସିଛି, ତାହା ଅତ୍ୟନ୍ତ ବିବ୍ରତ କଲା ଭଳି। ଆପଣ ଏହି ଘଟଣାର ବିଶ୍ଳେଷଣ କିପରି କରିବେ? ଦେଖନ୍ତୁ, ବକ୍ସାଇଟ୍ ଖଣି ଅଞ୍ଚଳରେ ଯାହା ଘଟିଲା, ତାହା ବିକାଶ ଓ ବିସ୍ଥାପନ ମଧ୍ୟରେ ଥିବା ଏକ ପୁରୁଣା ଏବଂ ଗଭୀର ଦ୍ୱନ୍ଦ୍ୱକୁ ପୁଣିଥରେ ଉଜାଗର କରିଛି। ଗୋଟିଏ ଖଣିକୁ ଯିବାକୁ ଥିବା ରାସ୍ତା ନିର୍ମାଣକୁ ବିରୋଧ କରି ସ୍ଥାନୀୟ ଆଦିବାସୀମାନେ ଟାଙ୍ଗିଆ ଧରି ପୋଲିସ ସହ ଖଣ୍ଡଯୁଦ୍ଧ କରିଛନ୍ତି। ଟାଙ୍ଗିଆ ଧରି ସ୍ଥିତି ଏତେ ଉଗ୍ର ହୋଇଗଲା? ହଁ, ଆଉ ଏଥିରେ ପାଖାପାଖି 70 ଜଣ ଆହତ ହୋଇଛନ୍ତି। ସବୁଠୁ ଦୁଃଖର କଥା ହେଉଛି, ସେଥିରୁ 58 ଜଣ କେବଳ ପୋଲିସ ଅଧିକାରୀ। ଆମକୁ ଏହା ବୁଝିବାକୁ ପଡ଼ିବ ଯେ ବକ୍ସାଇଟ୍ ଆଲୁମିନିୟମ ତିଆରି ପାଇଁ ନିହାତି ଜରୁରୀ, ଆଉ ଆଲୁମିନିୟମ ବିନା ଶିଳ୍ପାୟନ, ଭିତ୍ତିଭୂମି ବା ବିମାନ ତିଆରି ସମ୍ଭବ ନୁହେଁ। କିନ୍ତୁ ସେଇ ବକ୍ସାଇଟ୍ ଯେଉଁ ପାହାଡ଼ରେ ଅଛି, ତାହା ଆଦିବାସୀମାନଙ୍କ ପାଇଁ ସେମାନଙ୍କର ଆସ୍ଥା, ସଂସ୍କୃତି ଏବଂ ଜୀବିକାର କେନ୍ଦ୍ର। ଏହା ତ ଆମକୁ ପୁଣି ନିୟମଗିରି ଆନ୍ଦୋଳନର ସମୟକୁ ଫେରାଇ ନେଉଛି। ପ୍ରାୟତଃ ସେହିଭଳି ଏକ ସ୍ଥିତି। ସଂରକ୍ଷଣ ଦେଇ ଆପଣ ଶିକ୍ଷା ବ୍ୟବସ୍ଥାରେ ସ୍ଥାନ ସୁରକ୍ଷିତ କରିପାରିବେ, ଠିକ୍ କଥା। କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତିର ପୁରୁଷ ଧରି ରହିଆସିଥିବା ବାସସ୍ଥାନ ବା ପରିବେଶକୁ ଶିଳ୍ପାୟନ ନାମରେ ନଷ୍ଟ କରାଯାଏ, ସେତେବେଳେ ଲୋକଙ୍କ ସମ୍ମତି ନ ନେଲେ ଏଭଳି ରକ୍ତାକ୍ତ ସଂଘର୍ଷର ଆଶଙ୍କା ରହିଥାଏ। ଆଉ ଯେତେବେଳେ ଏମିତି ସ୍ଥାନୀୟ ସମସ୍ୟାଗୁଡ଼ିକ ଉଗ୍ର ରୂପ ନିଏ, ସେତେବେଳେ ନୂଆ ରାଜନୈତିକ ସମୀକରଣ ମଧ୍ୟ ତିଆରି ହୁଏ ନାହିଁ କି? ନିଶ୍ଚୟ ହୁଏ। ଯେପରି ବର୍ତ୍ତମାନ ଦେଖନ୍ତୁ, ମହମ୍ମଦ ମୋକିମ ଓଡ଼ିଶା ଜନତା କଂଗ୍ରେସ ନାମକ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିଛନ୍ତି। ଆଗାମୀ ନିର୍ବାଚନରେ ଏହିଭଳି ସ୍ଥାନୀୟ ମୁଦ୍ଦା, ଖଣି ବିବାଦ ଏବଂ ବେକାରୀ ସମସ୍ୟା ନିଶ୍ଚୟ ବଡ଼ ପ୍ରସଙ୍ଗ ହେବ ତାଙ୍କ ପାଇଁ। ଆଚ୍ଛା, ସାଧାରଣ ଲୋକଙ୍କ ଦୈନନ୍ଦିନ ସମସ୍ୟା କଥା ପଡ଼ିଛି ଯେତେବେଳେ, ମୋର ଗୋଟେ ଛୋଟ ପ୍ରଶ୍ନ ଥିଲା। ଏହି LPG ଗ୍ୟାସ୍ ସିଲିଣ୍ଡର ପାଇଁ ଖୋଲା ବଜାର ବିକ୍ରି ଉପରେ ଯେଉଁ କଟକଣା ଲାଗିଲା, ସେ ବିଷୟରେ ଟିକେ କୁହନ୍ତୁ। ଆଚ୍ଛା, ସେଇଟା କଳାବଜାରୀ ରୋକିବା ପାଇଁ ସରକାରଙ୍କର ଏହା ଏକ ପଦକ୍ଷେପ। ସରକାର eKYC ବାଧ୍ୟତାମୂଳକ କରିଛନ୍ତି, ଯାହାଦ୍ୱାରା କେବଳ ପ୍ରକୃତ ହିତାଧିକାରୀଙ୍କୁ ଗ୍ୟାସ୍ ମିଳିବ ଏବଂ ବେଆଇନ ବିକ୍ରି ବନ୍ଦ ହେବ। ଏହା ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାର ଏକ ଅଂଶ। ମାନେ ସେଇ ହର୍ମୁଜ୍ ପ୍ରଣାଳୀର ଟେନସନ୍ ପାଇଁ? ହଁ, ଯେତେବେଳେ ହର୍ମୁଜ୍ ପ୍ରଣାଳୀରେ ଅଶାନ୍ତି ଯୋଗୁଁ ବିଶ୍ୱ ବଜାରରେ ତୈଳ ଏବଂ ଗ୍ୟାସ୍ ଦର ବଢ଼େ, ସରକାରଙ୍କୁ ନିଜର ଆଭ୍ୟନ୍ତରୀଣ ବିତରଣ ବ୍ୟବସ୍ଥାକୁ ଏହିପରି କଠୋର କରିବାକୁ ପଡ଼ିଥାଏ। ସବୁ ଜିନିଷ ପରସ୍ପର ସହ ସଂଯୁକ୍ତ। ଏହିସବୁ ଗମ୍ଭୀର ଏବଂ ଟେନସନ୍ ଭରା ଖବର ଭିତରେ ମୁଁ ଭାବୁଛି ଓଡ଼ିଶାର କଳା ଓ ସଂସ୍କୃତି କ୍ଷେତ୍ରରୁ ଆସିଥିବା ଏକ ଖୁସି ଖବର ଦେଇ ଆଲୋଚନାର ମୋଡ୍ ବଦଳାଇବା। ପ୍ରସିଦ୍ଧ ସେଫ୍ ରଣବୀର ବ୍ରାଣ୍ଡଙ୍କୁ ଓଡ଼ିଆ ଖାଦ୍ୟର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି, ଜାଣିଛନ୍ତି ତ? ଆରେ ବାଃ, ଏଇଟା ତ ଖୁବ୍ ଭଲ ଖବର ଆମ ଖାଦ୍ୟପ୍ରେମୀଙ୍କ ପାଇଁ। ହଁ, ମାନେ ଗୋଟିଏ ପଟେ ଆମେ ଆମର ମୂଲ୍ୟବାନ ଖଣିଜ ସମ୍ପଦକୁ ନେଇ ସଂଘର୍ଷ କରୁଛୁ, ଆଉ ଅନ୍ୟପଟେ ଆମର ସଫ୍ଟ ପାୱାର ଅର୍ଥାତ୍ ଆମର ସମୃଦ୍ଧ ଖାଦ୍ୟ ସଂସ୍କୃତି ବିଶ୍ୱ ଦରବାରରେ ପହଞ୍ଚୁଛି। ଆଉ ହଁ, ଆଜି ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ମଧ୍ୟ। ସମଗ୍ର ରାଜ୍ୟରେ ଏକ ଆଧ୍ୟାତ୍ମିକ ଏବଂ ଉତ୍ସବର ମାହୋଲ ରହିଛି। ଏହା ହିଁ ତ ଆମ ସମାଜର ବିବିଧତା।
ବୁଝିଲେ ନା, ଗୋଟିଏ ଦିନରେ ଆମେ ଗଣତାନ୍ତ୍ରିକ ସଂଘର୍ଷ ଦେଖୁଛୁ, ପୁଣି ସେହି ଦିନ ନିଜ ପରମ୍ପରାକୁ ଆଡମ୍ବରରେ ସହ ପାଳନ ମଧ୍ୟ କରୁଛୁ। ପ୍ରକୃତରେ ଆଜିର ଆଲୋଚନାରୁ ଗୋଟିଏ କଥା ପୂରାପୂରି ସ୍ପଷ୍ଟ ହୋଇଯାଉଛି। ସବୁକିଛି ପରସ୍ପର ସହ ଏକ ଅଦୃଶ୍ୟ ସୂତାରେ ବନ୍ଧା ହୋଇ ରହିଛି। ଆମେ ଦେଖିଲେ କିପରି ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ତାହା ଆମ ଦେଶର ବିମାନ କମ୍ପାନୀ ଏବଂ ଗ୍ୟାସ୍ ସିଲିଣ୍ଡରର କଳାବଜାରୀ ଉପରେ ପ୍ରଭାବ ପକାଉଛି। ଆଉ ପାଣିପାଗ କିପରି ଚାଷକୁ ପ୍ରଭାବିତ କରୁଛି। ଏକଦମ। କିପରି ପ୍ରଶାନ୍ତ ମହାସାଗର ଗରମ ହେଲେ ତାହା ଏଲ୍ ନିନୋ ରୂପ ନେଇ ଭାରତୀୟ ଚାଷୀର ମୌସୁମୀ ଆଶାକୁ ଧୋଇ ଦେଉଛି। କିପରି ଆମର ବଢ଼ୁଥିବା ଜନସଂଖ୍ୟା ସଂସଦରେ ସୀମା ନିର୍ଦ୍ଧାରଣ ଜରିଆରେ ନୂଆ ରାଜନୈତିକ ସମୀକରଣ ତିଆରି କରୁଛି। ଏବଂ ଶେଷରେ ଆମେ ଦେଖିଲେ ଓଡ଼ିଶାରେ ନୂଆ ସଂରକ୍ଷଣ ନୀତି ସାମାଜିକ ଗଣିତକୁ ବଦଳାଉଥିବା ବେଳେ ବିକାଶ ଏବଂ ବିସ୍ଥାପନ ମଧ୍ୟରେ ଥିବା ଯୁଦ୍ଧ ଏବେ ବି ଜଙ୍ଗଲ ଭିତରେ ଟାଙ୍ଗିଆ ମୁନରେ ଲଢ଼ାଯାଉଛି। ଖୁବ୍ ସୁନ୍ଦର ଭାବରେ ଆପଣ ଏସବୁକୁ ଏକାଠି କଲେ। ବିଶ୍ୱସ୍ତରରୁ ନେଇ ସ୍ଥାନୀୟ ସ୍ତର ପର୍ଯ୍ୟନ୍ତ ମୂଳ ଲଢ଼େଇ ହେଉଛି ସମ୍ପଦ ଉପରେ ଅଧିକାର ସାବ୍ୟସ୍ତ କରିବା ଏବଂ ସେହି ସମ୍ପଦର ସଠିକ୍ ପରିଚାଳନା କରିବା। ସରକାରୀ ନୀତି ଏବଂ ବାସ୍ତବ ସ୍ଥିତି ମଧ୍ୟରେ ଏକ ବଡ଼ ବ୍ୟବଧାନ ରହିଛି, ଯାହାକୁ ପୂରଣ କରିବା ହେଉଛି ଆମ ସମସ୍ତଙ୍କ ସାମ୍ନାରେ ବର୍ତ୍ତମାନର ସବୁଠାରୁ ବଡ଼ ଆହ୍ୱାନ। ଏହି ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରି ଆମେ ଆଜିର ଅଧିବେଶନର ଶେଷ ପର୍ଯ୍ୟାୟରେ ପହଞ୍ଚିଛୁ। ଆମେ ସଂସଦରେ ଆଇନ ପାସ୍ କରି ଲୋକସଭା ଆସନ ବଢ଼ାଇ ପାରୁଛେ, ନୂଆ ନିୟମ ଆଣି ଶିକ୍ଷା ଓ ନିଯୁକ୍ତିରେ କୋଟା ବା ସଂରକ୍ଷଣ ବି ବଢ଼ାଇ ପାରୁଛେ। କିନ୍ତୁ କ'ଣ ଆମେ ନିଜ ନିୟନ୍ତ୍ରଣ ବାହାରେ ଥିବା ପରିବେଶକୁ ବା ସମୁଦ୍ରର ତାପମାତ୍ରାକୁ ଅଥବା ଜଳ, ଜଙ୍ଗଲ ଓ ଖଣିଜ ଭଳି ସୀମିତ ପ୍ରାକୃତିକ ସମ୍ପଦକୁ ନିଜ ଇଚ୍ଛା ଅନୁସାରେ କେବେ ବଢ଼ାଇ ପାରିବା କି? ଆଗାମୀ ଦଶନ୍ଧିରେ ମଣିଷର ପ୍ରକୃତ ସଂଘର୍ଷ କେବଳ ରାଜନୈତିକ କ୍ଷମତା ହାସଲ କରିବା ପାଇଁ ହେବ, ନା ପୃଥିବୀର ଏହି ଦ୍ରୁତ ଗତିରେ ଶେଷ ହେଉଥିବା ସୀମିତ ପ୍ରାକୃତିକ ସମ୍ପଦକୁ ବଞ୍ଚାଇବା ପାଇଁ ହେବ? ତାହା ଏମିତି ଏକ ପ୍ରଶ୍ନ ଯାହାର ଉତ୍ତର ସମ୍ପୂର୍ଣ୍ଣ ମାନବ ସମାଜର ଭବିଷ୍ୟତ ନିର୍ଦ୍ଧାରଣ କରିବ। ଏହା ଉପରେ ନିଶ୍ଚୟ ଟିକେ ଚିନ୍ତା କରିବେ। ଆଜିର ଏହି ଗହୀର ଅନୁଧ୍ୟାନରେ ଏତିକି। ଆଗାମୀ ଆଲୋଚନାରେ ଆଉ କିଛି ନୂଆ ତଥ୍ୟ ସହିତ ପୁଣି ଭେଟ ହେବ।